ଆମେ ନନାଙ୍କଠୁ ଆଉ କିଛି ବିଷୟରେ ଜାଣିବା। ମାନେ ଏଠି ଆମର ମନ୍ଦିରର ବିଶେଷତଃ ପୂଜା କଣ, ଯେମିତି ଜାଗର ନା ଆଉ ସେମିତି ଅଲଗା କିଛି? ନାଇଁ ଆମର ବଡ ଫଙ୍କସନ ହୁଏ କାର୍ତ୍ତିକ ପୂର୍ଣ୍ଣିମା, 5,000 ଲୋକ ଖାଆନ୍ତି, ଖିଆ ପିଆ ହୁଏ। ତାପରେ ଶ୍ରାବଣ ମାସରେ ଲୋକ ଭିଡ଼ ପ୍ରଚୁର ହୁଅନ୍ତି। ତାପରେ ବୈଶାଖ ପୂର୍ଣ୍ଣିମାରେ ଆମର ଏଠି ଯଜ୍ଞ ହୁଏ। ତାପରେ ଏଠି ଶିବଙ୍କ ନାଁଟା ଯୋଉ ଆମର ଝାଡେଶ୍ୱର। ହଁ, ଝାଡ ଜଙ୍ଗଲ ଇଏ ସବୁ ଥିଲା। ଝାଡ ଜଙ୍ଗଲ ଥିଲା। ଗୋଟେ ଗାଈ ପ୍ରତିଦିନ ଆସୁଥିଲା, ଅଟୋମେଟିକ ସେ କ୍ଷୀର ପଳେଇ ଯାଉଥିଲା। ସେଇଠି ଠିଆ ହବ, ମନକୁ ମନ କ୍ଷୀର ପଳେଇବ। ସେଠୁ ଯିଏ ଗାଈ ଚରଉଥିଲା ସହର, ସେ ଯାଇ ରାଜାଙ୍କୁ କହିଲା ଆଜ୍ଞା ଆଉ ଗାଈ ସବୁଦିନ ଆପଣ ଗାଈ ମୁଁ ଚରଉଛି, ଆଉ କ୍ଷୀର କୁଆଡେ ଯାଉଛି ମୁଁ ଜାଣିନି। ନା ଆଜି ତୁ ଜଗିବୁ। ଜଗିଲା ବେଳକୁ ଅଟୋମେଟିକ କ୍ଷୀର ସବୁ ବାହାରି ଯାଉଛି। ସେ ସେଠୁ ରାଜା କହିଲେ ଏ ଜାଗାଟା କଣ ଅଛି ଖୋଳ। ଖୋଲିଲା ଭିତରେ ମହାପ୍ରଭୁଙ୍କ ଧିଏରେ ବାଜିଲା, ସେଠୁ ରକ୍ତ ବାହାରିଲା। ନା ଏ ଜାଗାଟାକୁ ଭଲ କରି ଖୋଳ। ଖୋଲିଲା ବେଳକୁ ଲିଙ୍ଗ ବାହାରିଲେ। ଲିଙ୍ଗ ସେ ଯୋଉ ମଝିରେ ଏମିତି କାଚ ଭଳିଆ ସେଟା ଲିଙ୍ଗ ବା, ତା ଭିତରେ ବା ଲିଙ୍ଗ ଅଛି। ଆଜ୍ଞା, ସେ ଝାଡ ଜଙ୍ଗଲରୁ ବାହାରିଲେ ବୋଲି ଝାଡେଶ୍ୱର ହେଇଗଲା। ଆଉ ଯୋଉ କହିଲେ ମାଳିକା ମନ୍ଦିର ଏଇଠି ଚାବି ଅଛି, ଛତିଆରେ ଯୋଉ ତାଲା ପଡିଛି ଏଇଠି ଚାବି ଗଲେ ଖୋଲା। ସେ ହରିହର ଭେଟ ସେ ଯୋଉ ଖଣ୍ଡା ପଡୁଛି 12 ହାତ ଖଣ୍ଡା, ସେ ଯୋଉ ତାଲା ପଡିଛି ଏବେ ସମସ୍ତେ ଦେଖୁଛନ୍ତି, ତାର ଚାବି ଏଇ ଜାଗାରେ। ହଁ, ଏଇ ଜାଗାରେ। ସେଠି ପୂଜା ହୁଏନି। ସେଠି ସେ ଯୋଉ ତାଲା ପୂଜା ହୁଏନି। ସେ ଖାଲି ଫୁଲ ବେଲପତ୍ର ଯିବ ଖାଲି ପକେଇଦେବେ ବ୍ରାହ୍ମଣ। ସେଠି ପୂଜା ନାହିଁ। ସେଇଟା ସମାଧି ପୀଠ ନା ଅଚ୍ୟୁତାନନ୍ଦଙ୍କର। ମହାପ୍ରଭୁ ସେଠି ଅଛନ୍ତି। ମହାପ୍ରଭୁ ସେଠି ଇଏ ହେଇଛନ୍ତି ନା। ଅଚ୍ୟୁତାନନ୍ଦ ଆସିବାର ହରିଦାସ ଆସିବାର ସେମିତି କିଛି ତଥ୍ୟ ଅଛି? ନା, ଇଏ ଖାଲି ସବୁ ଶିବଙ୍କର ଇଏ ଅଲଣା ଖାଉଛନ୍ତି। ମେନ୍ ପଏଣ୍ଟ ହଉଛି ଠାକୁର ଅଲଣା ଖାଉଛନ୍ତି। 364 ଏକର ଜମି ଥାଇକିରି ବି ଅଲଣା ଖାଉଛନ୍ତି। ସମସ୍ତଙ୍କୁ ସବୁ ଦେଇ ଦେଇଛନ୍ତି। ବ୍ରାହ୍ମଣଙ୍କୁ ଦେଇ ଦେଇଛନ୍ତି 10 ଘର, ସେ 30 ମାନ ନେଲେ। ଗୌଡ଼ ନେଇଗଲେ, ସହର ନେଇଗଲେ, ଦୋବା ନେଇଗଲେ। ସମସ୍ତଙ୍କୁ ସବୁ ଦେଲା ପରେ ଆଉ ଗୋଟିଏ ଏକର ସର୍ଟ। ଆଉ ଯାହାକୁ ଯିଏ ଗୋଟା ଏକର ନେଇଥାନ୍ତା ସେ ଋଣ ଦେଇଥାନ୍ତା। ମହାପ୍ରଭୁ ଆସିବେ, କଳିଯୁଗ ଶେଷ ହବ, ଋଣ ଦେବେ। ତାଙ୍କ ରାଜା ଆଙ୍କରି ଅମଳରେ ତ ହବ ନା। ତାଙ୍କର ଆଉ ପୁଅ ପୁତ୍ର ବି କେହି ନାହାନ୍ତି ନା। ତାଙ୍କରି ଅମଳରେ ଶେଷ ହବ କଳିଯୁଗ। ତାଙ୍କରି ଅମଳରେ କଳିଯୁଗ ଶେଷ ହବ। ମାନେ କଳିଯୁଗ ଶେଷ ହବା ସମୟ ପାଖେଇ ଆସିଲାଣି। ପୁରା ପାଖେଇ ଆସିଲାଣି।